ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ କହିବି ଦିବ୍ୟ ଅମୃତ ଶୃଙ୍ଖଳାର 11 ନମ୍ବର ଗଳ୍ପ। ଏହା ସହିତ ଭଗବାନଙ୍କୁ ଭୁଲରେ କେଉଁ 8ଟି ଜିନିଷ ମାଗିବେ ନାହିଁ ସେ ବିଷୟରେ ମଧ୍ୟ କହିବି। ତେବେ ଡେରି ନକରି ଆସନ୍ତୁ ଦେଖିବା। ଅନେକ ଦିନ ତଳର କଥା। ଗୋଟିଏ ରାଜ୍ୟରେ ଜଣେ ରାଜା ଶାସନ କରୁଥାନ୍ତି। ତାଙ୍କର ସୁଶାସନ ଯୋଗୁଁ ପ୍ରଜାମାନେ ଖୁସିରେ ରହୁଥାନ୍ତି। ପ୍ରଜାମାନେ ପ୍ରତ୍ୟେକ ଦିନ ରାଜାଙ୍କୁ ଭେଟି ନିଜର ଦୁଃଖ ଦୁର୍ଦ୍ଦଶା ଜଣାଇ କିଛି ନା କିଛି ଜିନିଷ ରାଜାଙ୍କଠାରୁ ମାଗି ନିଅନ୍ତି। କିଏ ଅଳଙ୍କାର ମାଗେ, କିଏ ଜମିବାଡ଼ି ମାଗେ, କିଏ କୋଠାବାଡ଼ି ମାଗେ, ତ କିଏ ଟଙ୍କା ପଇସା ଇତ୍ୟାଦି ମାଗେ। ରାଜା ସବୁ ନିଃସଙ୍କୋଚରେ ଦାନ କରନ୍ତି। ସେହି ରାଜ୍ୟରେ ଗୋଟିଏ ଗ୍ରାମରେ ଜଣେ ଗରିବ ବ୍ରାହ୍ମଣ ରହୁଥିଲେ। ବ୍ରାହ୍ମଣ ଜଣକ ଅତ୍ୟନ୍ତ ଗରିବ ଥିଲେ, କିନ୍ତୁ ରାଜାଙ୍କ ପାଖକୁ ଯାଇ କ'ଣ ମାଗିବେ ନିଶ୍ଚୟ କରିପାରୁନଥିଲେ। ତାଙ୍କୁ ପ୍ରତ୍ୟେକ ଧନରତ୍ନ କ୍ଷଣସ୍ଥାୟୀ ଲାଗୁଥିଲା। ସେ ସବୁବେଳେ ମନରେ ଭାବୁଥାନ୍ତି ରାଜାଙ୍କୁ କ'ଣ ମାଗିବେ। ବାରମ୍ବାର ରାଜଉଆସ ଦୁଆର ପାଖକୁ ଯାଇ ଫେରି ଆସୁଥାନ୍ତି। ରାଜା ଏହି କଥା ଜାଣିପାରି ବ୍ରାହ୍ମଣଙ୍କୁ ଡକାଇଲେ। କହିଲେ, ବ୍ରାହ୍ମଣ ଦେବତା, ଆପଣଙ୍କର କ'ଣ ଆବଶ୍ୟକ ମୁଁ ନିଶ୍ଚୟ ପୂରଣ କରିବି। ବ୍ରାହ୍ମଣ କିଛି ଭାବିପାରୁନଥାନ୍ତି। ହଠାତ୍ ତାଙ୍କ ମନକୁ କଥାଟିଏ ଜୁଟିଲା। ସେ କହିଲେ, ମଣିମା, ଯଦି ଆପଣ ମୋତେ କିଛି ଦେବାକୁ ଚାହୁଁଛନ୍ତି ତାହେଲେ ମୋତେ ଏତିକି ସାହାଯ୍ୟ କରନ୍ତୁ। ମୋର ଗରିବ କୁଟୀରରେ ଆପଣଙ୍କର ପାଦ ଦିନୁଟିଏ ପଡ଼ିବା ଆବଶ୍ୟକ। ଯଦି ଏତିକି ସାହାଯ୍ୟ କରିପାରିବେ ତାହେଲେ ସେଇଟା ହିଁ ହେବ ସବୁଠାରୁ ବଡ଼ ଆଶୀର୍ବାଦ। ବ୍ରାହ୍ମଣର ଏ କଥା ଶୁଣି ରାଜା କହିଲେ, ଠିକ୍ ଅଛି, ମୁଁ ତୁମ ଘରକୁ ନିଶ୍ଚୟ ଯିବି। ଏମିତି କିଛି ଦିନ ବିତିଗଲା। ରାଜାଙ୍କର ହଠାତ୍ ବ୍ରାହ୍ମଣ କଥା ମନେ ପଡ଼ିଲା। ରାଜା ନିଜ ପାରିଷଦବର୍ଗଙ୍କୁ ଡକାଇ କହିଲେ, କିଏ କୋଉଠି ଅଛ? ଶୁଣ, ଆସନ୍ତା କାଲି ମୁଁ ସେ ବ୍ରାହ୍ମଣର କୁଟୀରକୁ ଯିବି। ସେଥିପାଇଁ ରଥର ବ୍ୟବସ୍ଥା କର। ମନ୍ତ୍ରୀ କହିଲେ, ମହାରାଜ, ସେ ବ୍ରାହ୍ମଣ ଜଣେ ଅତ୍ୟନ୍ତ ଗରିବ ବ୍ରାହ୍ମଣ। ତା ଗ୍ରାମରେ ସଡ଼କ ବ୍ୟବସ୍ଥା ଠିକ୍ ନାହିଁ। ଆପଣ କିଭଳି ଯିବେ? ରାଜା କହିଲେ, ତାହା ହେଲେ ଠିକ୍ ଅଛି। ସଡ଼କ ବ୍ୟବସ୍ଥା ଠିକ୍ କର। ରାସ୍ତା ଠିକ୍ ହେବା ନିହାତି ଦରକାର। ଏହା ଶୁଣି ମନ୍ତ୍ରୀ ନିର୍ଦ୍ଦେଶ ଦେଲେ କର୍ମଚାରୀମାନଙ୍କୁ। କିଛିଦିନ ଭିତରେ ବ୍ରାହ୍ମଣର ଗ୍ରାମକୁ ଉନ୍ନତ ସଡ଼କ ବ୍ୟବସ୍ଥା ହେଇଗଲା। ଏହାପରେ ରାଜା କହିଲେ, ଏଥର ତ ଯିବା। ମନ୍ତ୍ରୀ କହିଲେ, ମହାରାଜ, ବ୍ରାହ୍ମଣ କୁଟୀରରେ ବସିବା ପାଇଁ ବି ଜାଗା ନାହିଁ। ତାର ଘରଟି ଛୋଟିଆଟିଏ। ରାଜା କହିଲେ, ଠିକ୍ ଅଛି, ତା ଘରଟିକୁ ଭଲ ଭାବରେ ନିର୍ମାଣ କର ଏବଂ ତା ଘରେ ବସିବାର ସ୍ଥାନ ତିଆରି କର। କିଛିଦିନ ପରେ ଏସବୁ କାର୍ଯ୍ୟ ସରିଗଲା। ମନ୍ତ୍ରୀ ମହୋଦୟ ଆସି ମହାରାଜଙ୍କୁ କହିଲେ, ମଣିମା, ଏଥର ତ ଆପଣ ସେ ବ୍ରାହ୍ମଣ ଘରକୁ ଯାଇପାରିବେ। ରାଜା ତହିଁ ପରଦିନ ବ୍ରାହ୍ମଣ ଘରକୁ ଯିବାକୁ ବାହାରିଲେ। ବ୍ରାହ୍ମଣ ଘରେ ଯାଇ ପାଦ ଦେଲେ, କିନ୍ତୁ ବ୍ରାହ୍ମଣର ଅବସ୍ଥା ଏତେ ଖରାପ ଥିଲା ଯେ ରାଜାଙ୍କୁ ସେ ଠିକ୍ ଭାବରେ ଭୋଜନ ମଧ୍ୟ ଦେଇପାରିଲା ନାହିଁ। ବ୍ରାହ୍ମଣର ଏଭଳି ଅବସ୍ଥା ଦେଖି ରାଜା କହିଲେ, ମନ୍ତ୍ରୀ, ବ୍ରାହ୍ମଣ ଘରେ ସବୁ ଧନଧାନ୍ୟ ଦାସଦାସୀ ଖଞ୍ଜି ଦିଅ। ତା ଘରେ ଖାଦ୍ୟପେୟର କୌଣସି ଅଭାବ ନ ରହୁ, ପୋଷାକ ପରିଧାନର କୌଣସି ଅଭାବ ନ ରହୁ। ଏହା ଶୁଣି ମନ୍ତ୍ରୀ ଏସବୁ କାର୍ଯ୍ୟ ଶୀଘ୍ର ସମ୍ପାଦନ କଲେ। ବନ୍ଧୁଗଣ, ଏଥର ଜାଣିପାରିଲେ ତ ବ୍ରାହ୍ମଣ କିଭଳି ଭାବରେ ମାତ୍ର ଗୋଟିଏ ଛୋଟିଆ ଜିନିଷ ମାଗିଲା, ତା ଘରେ ରାଜାଙ୍କର ପାଦ ପଡ଼ୁ ବୋଲି। ମାତ୍ର ରାଜା କାଳକ୍ରମେ ତାର ସବୁ ଇଚ୍ଛା ପୂରଣ କରିଦେଲେ। ତେଣୁ ଆମେମାନେ ଈଶ୍ୱରଙ୍କୁ କୌଣସି କ୍ଷଣସ୍ଥାୟୀ ଜିନିଷ, ଧନ, ରତ୍ନ, ମାନ, ପ୍ରତିଷ୍ଠା ଏସବୁ ଜିନିଷ ମାଗିବା ପରିବର୍ତ୍ତେ ଯଦି ଆମ ହୃଦୟ ରୂପକ କୁଟୀରରେ ଈଶ୍ୱରଙ୍କର ଆଶୀର୍ବାଦ ପଡ଼ିବ, ତାହାହେଲେ ଅନ୍ୟ ସବୁ ଜିନିଷ ନିଶ୍ଚିନ୍ତ ଭାବରେ ଈଶ୍ୱର ଆମକୁ ଦେଇଦେବେ।
ଏଥିରେ କୌଣସି ସନ୍ଦେହ ନାହିଁ। ବନ୍ଧୁଗଣ, ଆପଣମାନେ ତ ଭକ୍ତ ସୁଦାମଙ୍କ ବିଷୟରେ ଜାଣିଥିବେ। ସେ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କର ପରମ ସଖା। ସେ ଯେତେବେଳେ ଦ୍ୱାରିକା ଆସିଥିଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ବାରମ୍ବାର ତାଙ୍କୁ ଅନୁରୋଧ କରିବା ସତ୍ତ୍ୱେ ସୁଦାମ କୌଣସି ଜିନିଷ ଭଗବାନଙ୍କୁ ମାଗିନଥିଲେ। କିନ୍ତୁ ଶ୍ରୀକୃଷ୍ଣ ତ ଭଗବାନ। ଯେତେବେଳେ ସୁଦାମ ଦ୍ୱାରିକାରୁ ଫେରିଲେ, ସେ ନିଜ ଗାଁରେ ପହଞ୍ଚିବା ପୂର୍ବରୁ ଭଗବାନ ତାଙ୍କ ଘର ଏବଂ ତାଙ୍କ ଗାଁକୁ ସମ୍ପୂର୍ଣ୍ଣ ରାଜଉଆସରେ ପରିଣତ କରିଦେଇଥିଲେ। ସୁଦାମାର ଘରେ ସମସ୍ତ ଦାସଦାସୀ ସମସ୍ତ ଧନରତ୍ନ ଖଞ୍ଜି ଦେଇଥିଲେ। ତାର କୌଣସି ଅଭାବ ରଖିନଥିଲେ। ତେଣୁ ବନ୍ଧୁଗଣ, ଆମେ ଈଶ୍ୱରଙ୍କୁ କେବଳ ଏତିକି ମାଗିବା ଆବଶ୍ୟକ ଯେ, ହେ ପ୍ରଭୁ, ମାୟାରୁ ଆମକୁ ଦୂରେଇ ରଖନ୍ତୁ। ଆମେ କୌଣସି ମାୟାରେ ପଡ଼ି ଯେମିତି ଆପଣଙ୍କୁ ଭୁଲି ନ ଯାଉ। ଦେଖିବେ, ଈଶ୍ୱର ନିଶ୍ଚିନ୍ତ ସନ୍ତୁଷ୍ଟ ହେବେ ଏବଂ ଆମ ଅଜାଣତରେ ଆମର ସବୁ ଆବଶ୍ୟକତା ସେ ପୂରଣ କରିଦେବେ। ଟିକେ ସମୟ ଲାଗିପାରେ। ବନ୍ଧୁଗଣ, କେଉଁ ଜିନିଷ ଭଗବାନଙ୍କୁ ଭୁଲରେ ମାଗିବେ ନାହିଁ, ସେ ବିଷୟରେ ଆପଣମାନଙ୍କୁ କହୁଛି। ମନ ଦେଇ ଶୁଣନ୍ତୁ। ଯଦି ଆପଣ କୋଉ ଜିନିଷ ପାଇଁ ପରିଶ୍ରମ କରୁନାହାନ୍ତି, ମନରେ ଇଚ୍ଛା ଅଛି କିନ୍ତୁ ସେ ଦିଗରେ ପରିଶ୍ରମ କରୁନାହାନ୍ତି, ତାହାହେଲେ ସେଭଳି ଜିନିଷ ଭଗବାନଙ୍କୁ ମାଗିବାର ଅଧିକାର ଆପଣଙ୍କର ନାହିଁ। ତେଣୁ କିଛି ପରିଶ୍ରମ କରନ୍ତୁ ଏବଂ ଭଗବାନଙ୍କ ଉପରେ ଭରସା ରଖନ୍ତୁ। ଖାଲି ହାତଗୋଡ଼ ରଖି ବସି ପଡ଼ିଲେ ହେବ ନାହିଁ। ଦ୍ୱିତୀୟ ଜିନିଷ ହେଉଛି କ୍ଷଣସ୍ଥାୟୀ ଜିନିଷ, ଅର୍ଥାତ୍ ଯେଉଁ ଜିନିଷ କିଛି ଦିନ ଆପଣ ବ୍ୟବହାର କରିବେ ଏବଂ ତାହାପରେ ସରିଯିବ, ସେଭଳି ଜିନିଷ ଯଥାସମ୍ଭବ କମ୍ ମାଗନ୍ତୁ ଏବଂ ଯାହା ସବୁଦିନ ଆପଣଙ୍କ ପାଖରେ ରହିଥିବ, ସେଭଳି ଜିନିଷ ମାଗନ୍ତୁ। ଅର୍ଥାତ୍ ଯଦି ଈଶ୍ୱରଙ୍କର ଆଶୀର୍ବାଦ ଆପଣ ମାଗନ୍ତି, ଈଶ୍ୱର ଆପଣଙ୍କ ଉପରେ ନିଶ୍ଚିନ୍ତ ଭାବରେ ସନ୍ତୁଷ୍ଟ ହେବେ, ଯାଦ୍ୱାରା ଆପଣ ସବୁଦିନ ପାଇଁ ଈଶ୍ୱରଙ୍କର ଭକ୍ତ ଭାବରେ ରହିପାରିବେ। ବନ୍ଧୁଗଣ, ତୃତୀୟରେ, କେବଳ ଆପଣ ନିଜ ପରିବାର ପାଇଁ ବା ନିଜ ପାଇଁ ଅତ୍ୟଧିକ ମାଗନ୍ତୁ ନାହିଁ। କିଛି କିଛି ଅନ୍ୟମାନଙ୍କ ପାଇଁ ମଧ୍ୟ ମାଗନ୍ତୁ, କାରଣ ସୃଷ୍ଟିର ରକ୍ଷାରେ ହିଁ ଆମର ରକ୍ଷା। ଯଦି ଆପଣମାନେ ଅନ୍ୟମାନଙ୍କ ପାଇଁ ମାଗୁଛନ୍ତି, ତେବେ ଭୁଲରେ ଭଗବାନଙ୍କୁ କୁହନ୍ତୁ ନାହିଁ ଯେ କାହାର ଜୀବନକୁ ଉଦ୍ଧାର କରିବା ପାଇଁ, କାହାକୁ ଅତ୍ୟଧିକ ସାହାଯ୍ୟ କରିବା ପାଇଁ। କାହିଁକି ନା, ଆମେ ସେ ବ୍ୟକ୍ତିର ପାପ କର୍ମ ଫଳ ବିଷୟରେ କୌଣସି ସୂଚନା ଜାଣିନାହେଁ। ତେଣୁ ଈଶ୍ୱରଙ୍କୁ ଆମେ ପ୍ରାର୍ଥନା କରିପାରିବା ଯେ ତାକୁ ସାହାଯ୍ୟ କରନ୍ତୁ, କିନ୍ତୁ କେତେ ସାହାଯ୍ୟ କରିବେ ସେ ବିଷୟରେ ଆମେ ନିର୍ଣ୍ଣୟ ନେଇପାରିବା ନାହିଁ। ତେଣୁ ଭଗବାନଙ୍କୁ ଅତ୍ୟଧିକ ସାହାଯ୍ୟ କରିବା ପାଇଁ କେବେ ବି କୁହନ୍ତୁ ନାହିଁ। ସେ ଜାଣିଛନ୍ତି କେତିକି ସାହାଯ୍ୟ କାହାକୁ ଆବଶ୍ୟକ। ବନ୍ଧୁଗଣ, ଚତୁର୍ଥ ଜିନିଷ ହେଉଛି, ଯଦି ଆପଣମାନେ କାହାକୁ ଦଣ୍ଡ ଦେବା ପାଇଁ ବା କାହାକୁ ସଫଳତା ଦେବା ପାଇଁ ଚାହୁଁଥାନ୍ତି, ଭୁଲରେ ଏଭଳି ଜିନିଷ ମନରୁ ତ୍ୟାଗ କରନ୍ତୁ। ଈଶ୍ୱରଙ୍କୁ ଭୁଲରେ ଏ ବିଷୟରେ କହିବେ ନାହିଁ ଯେ ଈଶ୍ୱର କାହାକୁ କେତିକି ଦଣ୍ଡ ଦେବେ ବା କାହାକୁ କେତିକି ସଫଳତା ଦେବେ, କାରଣ କର୍ମ ନିଜର ନିଜର। ଆମେ କୌଣସି ବ୍ୟକ୍ତିର ଭାଗ୍ୟ ନିର୍ଦ୍ଧାରଣ କରିପାରିବା ନାହିଁ। ତେଣୁ ଈଶ୍ୱରଙ୍କୁ ଏଭଳି ଜିନିଷ ଭୁଲରେ ପ୍ରାର୍ଥନା କରନ୍ତୁ ନାହିଁ। ପଞ୍ଚମରେ, ନିଜ ଖରାପ କାମରେ ସାହାଯ୍ୟ କରିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ନାହିଁ। ଯଦି ଆପଣ କୌଣସି ଖରାପ କାମ କରିବାକୁ ଯାଉଛନ୍ତି, ତାହାହେଲେ ଭଲ ଭାବରେ ଭାବି ନିଅନ୍ତୁ, ଏହି କାମ ଦ୍ୱାରା ଆପଣଙ୍କର ନିଜର ଏବଂ ଅନ୍ୟମାନଙ୍କର କ୍ଷତି ହେଉଛି କି ନା। ଯଦି କ୍ଷତି ହେଉଛି, ତାହାହେଲେ ସେହି କାମରେ ସଫଳତା ପାଇବା ପାଇଁ ଆପଣ ଈଶ୍ୱରଙ୍କୁ ଭୁଲରେ ପ୍ରାର୍ଥନା କରନ୍ତୁ ନାହିଁ। ଏହାଦ୍ୱାରା ଈଶ୍ୱର ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଯିବେ ଏବଂ ଆପଣଙ୍କୁ ଏହାର ଖରାପ ପରିଣତି ଭୋଗିବାକୁ ପଡ଼ିପାରେ। ଷଷ୍ଠ ଜିନିଷ ହେଉଛି ଶକ୍ତି। ଯଦି ଆପଣମାନେ ଭାବୁଛନ୍ତି ଯେ ଈଶ୍ୱର ଆପଣଙ୍କର ପିତାମାତା, ତାହାହେଲେ ସେ ଆପଣଙ୍କୁ ବିପଦରୁ ନିଶ୍ଚୟ ରକ୍ଷା କରିବେ। ଯଦି ଆପଣ ଈଶ୍ୱରଙ୍କ ଠାରୁ କୌଣସି ଈଶ୍ୱରୀୟ ଶକ୍ତି ହାସଲ କରିବାକୁ ଚାହୁଁଛନ୍ତି ଏବଂ ସେ ଶକ୍ତି ଦ୍ୱାରା କାହାକୁ ହଇରାଣ କରିବାକୁ ଚାହୁଁଛନ୍ତି, ଦୁରୁପଯୋଗ କରିବାକୁ ଚାହୁଁଛନ୍ତି, ମନ୍ତ୍ର ସାଧନା କରି ତନ୍ତ୍ର ସାଧନା କରି କୌଣସି ବ୍ୟକ୍ତିକୁ
କଷ୍ଟରେ ପକାଇବାକୁ ଚାହୁଁଛନ୍ତି, ତେବେ ଏଭଳି ଜିନିଷରୁ ଦୂରେଇ ରୁହନ୍ତୁ। ଆପଣଙ୍କର ଶକ୍ତିର କୌଣସି ଆବଶ୍ୟକତା ରହିବନି ଯଦି ଈଶ୍ୱର ନିଜ ଶକ୍ତିରେ ଆପଣଙ୍କୁ ସାହାଯ୍ୟ କରିବେ। ତେଣୁ କୌଣସି ଖରାପ କାମରେ ଲଗାଇବା ପାଇଁ ଈଶ୍ୱରଙ୍କୁ କେବେ ବି ଈଶ୍ୱରୀୟ ଶକ୍ତି ମାଗନ୍ତୁ ନାହିଁ। ସପ୍ତମ ଜିନିଷ ହେଉଛି ନିଜର ଯୋଗ୍ୟତାରୁ ଅଧିକ ମାଗିବା। ବନ୍ଧୁଗଣ, ଆପଣ ନିଜେ ଯେତିକି ନିଜ ବିଷୟରେ ଜାଣିଛନ୍ତି, ତାଠୁ ଭଗବାନ ଆପଣଙ୍କୁ ଅଧିକା ଜାଣିଛନ୍ତି। ତେଣୁ ଆପଣମାନେ କେତିକି ଜିନିଷର ଯୋଗ୍ୟ, ଆପଣଙ୍କ ଭିତରେ କେତିକି ଶକ୍ତି ଧାରଣ କରିବାର କ୍ଷମତା ରହିଛି ଏବଂ ଆପଣ କେଉଁ ଜିନିଷ ପ୍ରାପ୍ୟର ଯୋଗ୍ୟ, ସେସବୁ ଜିନିଷ ଭଗବାନ ଆପଣଙ୍କଠୁ ଅଧିକା ଜାଣିଛନ୍ତି। ତେଣୁ ଆପଣ ଏମିତି କୌଣସି ଜିନିଷ ମହତ୍ୱାକାଂକ୍ଷା ରଖି ଈଶ୍ୱରଙ୍କୁ ମାଗନ୍ତୁ ନାହିଁ, ଯାହା ଈଶ୍ୱର ଆପଣଙ୍କୁ ଦେବା ଉଚିତ ମନେ କରିବେନି, ଯାହାଦ୍ୱାରା ଆପଣଙ୍କ ମନ ମଳିନ ପଡ଼ିଯିବ ଏବଂ ଈଶ୍ୱରଙ୍କ ଉପରୁ ଆପଣଙ୍କର ଭରସା ତୁଟିଯିବ। ତେଣୁ ଯଥାସମ୍ଭବ ଯେତିକି ଆପଣ ସମ୍ଭାଳି ପାରିବେ, ଯେତିକିର ଆପଣ ଦାୟିତ୍ୱ ନେଇପାରିବେ, ସେତିକି ଜିନିଷ ଈଶ୍ୱରଙ୍କୁ ମାଗନ୍ତୁ। ସମୟ ଧୀରେ ଧୀରେ ଆପଣଙ୍କୁ ଶିଖେଇଦେବ ଏବଂ ଈଶ୍ୱର ଆପଣଙ୍କୁ ଧୀରେ ଧୀରେ ଆପଣଙ୍କର ଯୋଗ୍ୟତା ଅନୁସାରେ ଅଧିକରୁ ଅଧିକ ଜିନିଷ ନିଶ୍ଚୟ ଦେବେ। ଅଷ୍ଟମ ଜିନିଷଟି ହେଉଛି ଆପଣଙ୍କ ଭିତରେ ଥିବା ସ୍ୱାଭିମାନ। ଯଦି ଆପଣଙ୍କ ଭିତରେ ସ୍ୱାଭିମାନ ଅଭିମାନରେ ବଦଳି ଯାଉଛି ଏବଂ ଅଭିମାନ ଅହଙ୍କାରରେ ବଦଳି ଯାଉଛି, ତେବେ ଈଶ୍ୱରଙ୍କୁ ସବୁବେଳେ ପ୍ରାର୍ଥନା କରନ୍ତୁ ଯେ କିଭଳି ଆପଣଙ୍କ ମନରେ ଅହଙ୍କାର ନ ରହେ। ଯଦି ଅହଙ୍କାରର ବଶବର୍ତ୍ତୀ ହେଇ ଆପଣ କାହାକୁ ନୀଚ ମନେ କରୁଥାନ୍ତି ଏବଂ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥାନ୍ତି ଯେ ମୁଁ ସବୁବେଳେ ଉପରେ ଥାଏ ଏବଂ ଅନ୍ୟମାନେ ବା ସେହି ବ୍ୟକ୍ତି ସବୁବେଳେ ମୋ ଠାରୁ ତଳେ ଥାଉ, ଯାଦ୍ୱାରା ସେ ମୋ ପଛରେ ଗୋଡ଼ଉଥାଉ, ଏଭଳି ଜିନିଷ ମାଗିବାରୁ ଆପଣ ନିଜକୁ ଦୂରେଇ ରଖନ୍ତୁ। ଭଗବାନ ଗର୍ବ, ଅହଙ୍କାର ଏସବୁ ଜିନିଷ କେବେ ବି ସହ୍ୟ କରିପାରିବେ ନାହିଁ। ତେବେ ବନ୍ଧୁଗଣ, ଏ ଥିଲା 8ଟି ଜିନିଷ ଯେଉଁ ବିଷୟରେ ମୁଁ ଆପଣମାନଙ୍କୁ କହିଲି। ଈଶ୍ୱରଙ୍କୁ ଭୁଲରେ ଏସବୁ ଜିନିଷ ମାଗିବେ ନାହିଁ। ଏହାଦ୍ୱାରା ଈଶ୍ୱର ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେବେ ଏବଂ ଆପଣଙ୍କର ପୁଣ୍ୟ କ୍ଷୟ ହେବ। ବନ୍ଧୁଗଣ, ଯଦି ଏହି ଗଳ୍ପଟି ସହିତ ଏଇଭଳି ସୂଚନା ଆପଣଙ୍କୁ ଭଲ ଲାଗିଛି, ତେବେ ଭିଡ଼ିଓଟିକୁ ନିଶ୍ଚୟ ଲାଇକ୍ କରନ୍ତୁ। ଏହା ସହିତ ଗପ ଅମୃତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ପୁଣି ଆସିବି ଆଉ ଗୋଟିଏ ଆଧ୍ୟାତ୍ମିକ ଗଳ୍ପ ନେଇ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।